ଆଜି ଆମେ କଥା ହେବା ନବରଙ୍ଗପୁର ଜିଲ୍ଲା ସମ୍ବନ୍ଧରେ। ଏହାର ସଂସ୍କୃତି ଏବଂ ଐତିହ୍ୟ କ'ଣ ରହିଛି, ଏଠାରେ କୃଷି କିପରି କରାଯାଏ ଏବଂ ଏହି ଜିଲ୍ଲାରେ ଥିବା ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଡିଟେଲରେ ଏହି ଜିଲ୍ଲା ସମ୍ବନ୍ଧରେ ଜାଣିବାକୁ ଚାହୁଁଥିଲେ ଭିଡିଓକୁ ଶେଷ ଯାଏଁ ଦେଖନ୍ତୁ। ଓଡ଼ିଶାର ଦକ୍ଷିଣ ପଶ୍ଚିମ ପ୍ରାନ୍ତର ପ୍ରାକୃତିକ ବିବିଧତା, ସବୁଜ ବନ ବନାନୀ ଓ ଶାନ୍ତ ପରିବେଶ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଅବସ୍ଥିତ। ରାଜ୍ୟ ସରକାରଙ୍କ ସୂଚନା ପତ୍ର ସଂଖ୍ୟା DRC 44/93/14218/R ପ୍ରକାରରେ ଅକ୍ଟୋବର 2, 1992 ମସିହା ଠାରୁ ନବରଙ୍ଗପୁରକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲା। ଏହା ପୂର୍ବରୁ ନବରଙ୍ଗପୁର ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ବିଶାଳ ସବ୍ ଡିଭିଜନ ହିସାବରେ ପରିଗଣିତ ହୋଇ ଆସୁଥିଲା। ଏହି ଜିଲ୍ଲାର ଉତ୍ତର ଓ ପଶ୍ଚିମ ସୀମା ଯଥାକ୍ରମେ ରାୟପୁର ଓ ବସ୍ତର ଜିଲ୍ଲା, ଯାହାକି ଛତିଶଗଡ଼ ସହ ସଂଯୁକ୍ତ, ଏବଂ ଏହାର ପୂର୍ବ ପଟରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା, ଏହା ସହ ଦକ୍ଷିଣରେ କୋରାପୁଟ ଜିଲ୍ଲା ଅବସ୍ଥିତ। ଦକ୍ଷିଣରେ ଅବସ୍ଥିତ ଇନ୍ଦ୍ରାବତୀ ନଦୀ ସୀମାରେଖା ରୂପେ ନବରଙ୍ଗପୁର ଜିଲ୍ଲା ଓ କୋରାପୁଟ ଜିଲ୍ଲାକୁ ପରସ୍ପରଠାରୁ ଅଲଗା କରେ। ନବରଙ୍ଗପୁର ଜିଲ୍ଲାର କ୍ଷେତ୍ରଫଳ ପ୍ରାୟ 5294 ବର୍ଗ କିଲୋମିଟର। ଏଥିମଧ୍ୟରୁ 15083.4 ବର୍ଗ କିଲୋମିଟର ଜଙ୍ଗଲ ଦ୍ୱାରା ଆଚ୍ଛାଦିତ। ଏହାର ଭୌଗୋଳିକ ଅବସ୍ଥିତି ଉତ୍ତର ଅକ୍ଷାଂଶ 20.3 ଡିଗ୍ରୀ ଠାରୁ 17.5 ଡିଗ୍ରୀ ଏବଂ ପୂର୍ବ ଦ୍ରାଘିମା 81.27 ଡିଗ୍ରୀ ଠାରୁ 84.1 ଡିଗ୍ରୀ ମଧ୍ୟରେ ରହିଛି। ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ନବରଙ୍ଗପୁର ସହରଠାରେ ଅବସ୍ଥିତ। ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା 10 ଗୋଟି ତହସିଲ, 10 ଗୋଟି ବ୍ଲକ ଏବଂ 169 ଗ୍ରାମ ପଞ୍ଚାୟତରେ ବିଭକ୍ତ। 2011 ଜନଗଣନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ଜନସଂଖ୍ୟା ସର୍ବମୋଟ 12,18,762 ଥିଲା, ଯାହା ମଧ୍ୟରୁ ଆଦିମ ଜନଜାତିଙ୍କ ସଂଖ୍ୟା ଅର୍ଦ୍ଧେକ। ଏହି ଜିଲ୍ଲାରେ ବସବାସ କରୁଥିବା ଜନଜାତି ନିଜ ଜୀବିକା ପାଇଁ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। ଜିଲ୍ଲାର କିଛି ପଶ୍ଚିମ ସୀମାନ୍ତବର୍ତ୍ତୀ ସ୍ଥାନରେ ଛତିଶଗଡ଼ି ଭାଷାର ପ୍ରଭାବ ଦେଖିବାକୁ ମିଳେ। ପ୍ରଶାସନିକ ବ୍ୟବସ୍ଥା ଅନୁସାରେ ଜିଲ୍ଲାରେ ମୋଟ 169ଟି ଗ୍ରାମ ପଞ୍ଚାୟତ, 2ଟି ପୌର ସଂସ୍ଥା ଓ 10 ଗୋଟି ପୋଲିସ ଥାନା ରହିଛି। ନବରଙ୍ଗପୁର ଜିଲ୍ଲା ମିଶ୍ରିତ ଧର୍ମ ବିଶିଷ୍ଟ ଏବଂ ଏହି ଜିଲ୍ଲାରେ ବହୁ ପରିମାଣରେ ହିନ୍ଦୁ, ଖ୍ରୀଷ୍ଟିଆନ ଓ ମୁସଲମାନ ଧର୍ମାବଲମ୍ବୀ ବାସ କରନ୍ତି ଓ ଜନଜାତି ହିନ୍ଦୁ ଦେବାଦେବୀଙ୍କୁ ପୂଜା କରନ୍ତି। ବସବାସ କରୁଥିବା ମିର୍ଗାନ, ଶଙ୍ଖାରୀ, ମାଳି ଓ ସୁଣ୍ଡି ଜାତିର ଲୋକଙ୍କ ମଧ୍ୟରେ ଭୂମିଆ ଓ ଡମ୍ବ ଜାତି ଅନ୍ୟତମ। ତେବେ ଏହି ଅଞ୍ଚଳର ଏକ ପ୍ରମୁଖ ଲୋକପର୍ବ ହେଉଛି ମଣ୍ଡେଇ, ଯାହାକି ସାଧାରଣତଃ ଶସ୍ୟ ଅମଳ ପରେ ପାଳନ କରାଯାଏ। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ନବରଙ୍ଗପୁର ଜିଲ୍ଲାରେ ପ୍ରାୟତଃ ପୂର୍ବରୁ ମୌସୁମୀ ବୃଷ୍ଟିପାତ ହୋଇଥାଏ। ନବରଙ୍ଗପୁର ଜିଲ୍ଲାରେ ବୃଷ୍ଟିପାତ ସିଧାସଳଖ ଆରବ ସାଗରରୁ ସୃଷ୍ଟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦ୍ୱାରା ଆରମ୍ଭ ହୋଇଥାଏ, ଯେତେବେଳେ କି ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ବଙ୍ଗୋପସାଗରର ମୌସୁମୀ ପ୍ରବାହ ଯୋଗୁଁ ବୃଷ୍ଟି ହୋଇଥାଏ। ସମଗ୍ର ଜିଲ୍ଲାରେ ବାର୍ଷିକ ହାରାହାରି 16,912.57 ମିଲିମିଟର ବର୍ଷା ହୋଇଥାଏ। ଏହି ଅଞ୍ଚଳର ମାଳଭୂମି 2000 ଫୁଟର 3000 ଫୁଟ ମଧ୍ୟରେ ଅବସ୍ଥିତ। ଏଥିପାଇଁ ଏଠାରେ ଅଧିକ ଥଣ୍ଡା ଅନୁଭୂତ ହୁଏ। କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ 90% ଅଧିବାସୀ କୃଷି ଉପରେ ହିଁ ନିର୍ଭର କରନ୍ତି। ଉପଯୁକ୍ତ ଜଳସେଚନ ସୁବିଧା ନଥିବା ଯୋଗୁଁ କୃଷକମାନେ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ହିଁ ନିର୍ଭର କରନ୍ତି। ଜାତୀୟ ଉଦ୍ୟାନ କୃଷି ମିଶନ ଦ୍ୱାରା ଏହି ଜିଲ୍ଲାରେ ପରିବା ଓ ଫଳ ଚାଷ ପାଇଁ ବହୁତ ଗୁଡ଼ିଏ ପଦକ୍ଷେପ ନିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଲୌହ, କ୍ଲୋରାଇଟ୍, ଅଭ୍ର ଓ କ୍ୱାର୍ଟଜ ଭଳି ବହୁ ମୂଲ୍ୟବାନ ଖଣିଜ ପଦାର୍ଥର ଭଣ୍ଡାର ଗଚ୍ଛିତ ହୋଇ ରହିଛି। ଉମରକୋଟ ସହର ନିକଟବର୍ତ୍ତୀ ହୀରାପୁର ଗ୍ରାମ ଅଞ୍ଚଳରେ ହେମାଟାଇଟ୍ ଓ ଲିମୋନାଇଟ୍ ଭଳି ଖଣିଜ ମହଜୁଦ ରହିଛି, ଯାହାକି 60% ଲୌହ ଉପାଦାନ ଦ୍ୱାରା ଗଠିତ। ତେବେ ନବରଙ୍ଗପୁର ଜିଲ୍ଲାର କ୍ଷେତ୍ରଫଳ ହେଉଛି 5294 ବର୍ଗ କିଲୋମିଟର। ଜନସଂଖ୍ୟା ରହିଛି 12,20,946। ଭାଷା ଉଭୟ ଓଡ଼ିଆ ଓ ଗଣ୍ଡ ଭାଷାରେ ଏଠାରେ ଲୋକମାନେ କଥାବାର୍ତ୍ତା ହୁଅନ୍ତି। ଗ୍ରାମ ଗୁଡ଼ିକ ରହିଛି 885ଟି। ପୁରୁଷଙ୍କ ସଂଖ୍ୟା ରହିଛି 6,04,812 ଏବଂ ମହିଳାଙ୍କ ସଂଖ୍ୟା ରହିଛି 6,16,134। ଚାଲନ୍ତୁ ଏବେ ଏମାନଙ୍କ ସଂସ୍କୃତି ଏବଂ ଐତିହ୍ୟ ବିଷୟରେ କଥା ହେବା। ନବରଙ୍ଗପୁର ଜିଲ୍ଲାର କଳା ଓ ସଂସ୍କୃତି ଏକ ପୁରାତନ ପରମ୍ପରା, ଯାହାର ପ୍ରାଧାନ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ଦେଖାଯାଏ। କିଛି ପୁରାତନ ହସ୍ତଶିଳ୍ପ କାରିଗର ବହୁ ସଂଖ୍ୟାରେ ଏବେ ମଧ୍ୟ ନବରଙ୍ଗପୁର ସହରରେ ବାସ କରନ୍ତି। ସେମାନେ ମୁଖ୍ୟତଃ ବାକ୍ସ, ଖେଳଣା, ଛଡ଼, ଅଳଙ୍କାର, ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଓ ଆସ୍ଥାନ, ପୂଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ସାଜସଜ୍ଜା ଅତ୍ୟନ୍ତ ନିଖୁଣ ଭାବେ ତିଆରି କରନ୍ତି, ଯାହାକି ହସ୍ତଶିଳ୍ପ କ୍ଷେତ୍ରରେ ଅନନ୍ୟ ବୋଲି ପ୍ରମାଣ ଦିଏ। ଜିଲ୍ଲାର ଡାବୁଗାଁ ଅଞ୍ଚଳରେ କାରିଗରଙ୍କ ଦ୍ୱାରା ତିଆରି କରାଯାଉଥିବା ଏକ ଅଦ୍ୱିତୀୟ କୃତି ଧାନ୍ୟ ଲକ୍ଷ୍ମୀ, ଯାହାକି ଦେବୀ ଲକ୍ଷ୍ମୀଙ୍କ ଆସ୍ଥାନ,
ଧାନରେ ତିଆରି ହୋଇଥାଏ। ପାପଡ଼ାହାଣ୍ଡି ନିକଟବର୍ତ୍ତୀ ତଣ୍ଡା ଗ୍ରାମର ମୃତ୍ତିକା କଳା ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ତେବେ ନବରଙ୍ଗପୁର ଜିଲ୍ଲାରେ ଭତରା, ଗଣ୍ଡ, କନ୍ଧ, ପରଜା, ଓଡ଼ିଆ, ହିନ୍ଦୀ, ତେଲୁଗୁ ଆଦି ଭାଷାର ବହୁଳ ବ୍ୟବହାର କରାଯାଇଥାଏ। ଏଠିକାର ରିଞ୍ଜୋଡ଼ି, ଢେମ୍ସା, ସାଇଲୋଡ଼ି, ଗୀତକୁଡ଼ିଆ, ଘୁମୁରା ଓ ମାଧିଆ ଭଳି ଲୋକନୃତ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଉଭୟ ପୁରୁଷ ଓ ମହିଳାମାନେ ପରିବେଷଣ କରନ୍ତି। ଏହି ଅଞ୍ଚଳର କାରିଗରମାନଙ୍କ ଦ୍ୱାରା ନିର୍ମିତ ଖେଳଣା, ବାକ୍ସ, ହିନ୍ଦୁ ଦେବାଦେବୀଙ୍କ ଆସ୍ଥାନ ଓ ପୂଜା ସାମଗ୍ରୀ ହସ୍ତଶିଳ୍ପ କ୍ଷେତ୍ରରେ ଅନନ୍ୟ ରହିଛି। କୃଷି ବିଷୟରେ ଯଦି ଆମେ ଆଲୋଚନା କରିବା ତେବେ ନବରଙ୍ଗପୁର ଏକ କୃଷି ବହୁଳ ଜିଲ୍ଲା। ଏହାର ଶତକଡ଼ା ଅଧିବାସୀ ନିଜ ଜୀବିକା ପାଇଁ କୃଷି ଉପରେ ହିଁ ନିର୍ଭରଶୀଳ। ଜଳସେଚନର ଅଭାବ ହେତୁ କୃଷକମାନେ ସାଧାରଣତଃ ବୃଷ୍ଟି ଜଳ ଉପରେ ଏଠାରେ ଭରସା କରିଥାନ୍ତି। ଆଉ ବୃଷ୍ଟିପାତ ଅବସ୍ଥା ଅନୁସାରେ ଉଚ୍ଚ ଜମିରେ ମକା, ଆଖୁ, ମାଣ୍ଡିଆ, ଡାଲି ଜାତୀୟ ଶସ୍ୟ, ତୈଳବୀଜ, ପରିବା, ମସଲା ଶସ୍ୟ, ତନ୍ତୁ ଜାତୀୟ ଶସ୍ୟ ଆଦି ଉତ୍ପାଦନ କରାଯାଏ। ମଧ୍ୟମ ଜଳସେଚିତ ଜମିରେ ଧାନ ଓ ଆଖୁ ଚାଷ କରାଯାଏ। ସେହିପରି ଅନୁଚ୍ଚ ଜମିଗୁଡ଼ିକରେ ଧାନ ଚାଷ କରାଯାଏ। ସାଧାରଣତଃ ଧାନ, ଆଖୁ, ମକା, ସୂର୍ଯ୍ୟମୁଖୀ ଫୁଲ, ଚିନାବାଦାମ, ଡାଲି, ଗହମ ଓ ପରିବା ଉତ୍ପାଦନ କରାଯାଇଥାଏ। ସ୍ୱତନ୍ତ୍ର ଶସ୍ୟ ବିଷୟରେ ଯଦି ଆମେ ଆଲୋଚନା କରିବା ତାହେଲେ ମକା, ଆଖୁ ଓ ପରିବା ସହ ନିମ୍ନରେ ଦିଆଯାଇଥିବା ଶସ୍ୟ ମଧ୍ୟ ଚାଷ କରାଯାଇଥାଏ, ଯାହାକି ଧାନ, ମକା, ଆଖୁ, ଚିନାବାଦାମ, ବିରି, ମୁଗ, ହରଡ଼, ମାଣ୍ଡିଆ, ରାଶି ଓ ଅନ୍ୟାନ୍ୟ ଶସ୍ୟ। ତେବେ ନବରଙ୍ଗପୁର ଜିଲ୍ଲାକୁ ପ୍ରକୃତିର ଗର୍ଭଦ୍ୱାର ମଧ୍ୟ କୁହାଯାଇଥାଏ, ଯେଉଁଠାରେ ଆପଣ ଅନେକ ପ୍ରକୃତିର ଜୀବନ୍ତ ଉଦାହରଣ ଦେଖିବାକୁ ପାଇବେ। ପ୍ରକୃତିର ଏକ ଅନନ୍ୟ ଶୋଭା ଆପଣ ଏଠି ଅନୁଭବ କରିବେ। ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲା। ଆଉ ଏହି ସହର ଭିତରେ ବିରାଜମାନ କରିଛନ୍ତି ମା ଭଣ୍ଡାର ଘରଣୀ। ସବୁ ଶୁଭ କାମ ଆରମ୍ଭ ହୁଏ ତାଙ୍କରି ଆଶୀର୍ବାଦରୁ। ଆପଦ ବିପଦରେ ରକ୍ଷା କବଚ ସାଜି ଠିଆ ହୁଅନ୍ତି ମା। ଜିଲ୍ଲାରେ ରହିଛି ଅନେକ ଦେବାଦେବୀଙ୍କ ମନ୍ଦିର। ଜଙ୍ଗଲରୁ ପାହାଡ଼, ପାହାଡ଼ରୁ ପର୍ବତ ସଞ୍ଚରି ଯାଏ ଆଧ୍ୟାତ୍ମିକତାର ମହକ। କେଉଁଠି ଚନ୍ଦନ ଗଛ ମୂଳରୁ ବୋହିଯାଇଛି ଚିରସ୍ରୋତା ଝରଣା ତ ଆଉ କେଉଁଠି ଇତିହାସର ମୁକସାକ୍ଷୀ ହୋଇ ଠିଆ ହୋଇଛି ପୋଡ଼ାଗଡ଼। ଚାଲନ୍ତୁ ସେ ବିଷୟରେ ବି ଡିଟେଲରେ କଥା ହେବା। ପ୍ରଥମରେ ଜାଣିବା ମା ଭଣ୍ଡାର ଘରଣୀଙ୍କ ବିଷୟରେ। ମା ଭଣ୍ଡାର ଘରଣୀ ନବରଙ୍ଗପୁରବାସୀଙ୍କର ଆରାଧ୍ୟ ଦେବୀ। ଭଣ୍ଡାର ମାନେ ସମ୍ପଦ, ଏଣୁ ମାଙ୍କୁ ଧନ ଓ ସମ୍ପଦର ରକ୍ଷାକାରିଣୀ ଭାବେ ମାନନ୍ତି। ନବରଙ୍ଗପୁର ସହରର ମଧ୍ୟସ୍ଥଳୀ ଜାତୀୟ ରାଜପଥର ପାର୍ଶ୍ୱରେ ଏକ ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି ମା ଭଣ୍ଡାର ଘରଣୀ। ପୁରୁଣା ରାଜମହଲ ପାର୍ଶ୍ୱରେ ଥିବା ଏହି ପୀଠ ରାଜ୍ୟର ପ୍ରମୁଖ ଶକ୍ତିପୀଠ ଗୁଡ଼ିକ ମଧ୍ୟରୁ ଅନ୍ୟତମ। ରାଜା ଶାସନ ଅମଳରୁ ମାଙ୍କୁ ପୂଜା କରାଯାଉଥିବା ଇତିହାସରୁ ଜଣାଯାଏ। ରାଜାଙ୍କ ଇଷ୍ଟଦେବୀ ହେଉଛନ୍ତି ମା ଭଣ୍ଡାର ଘରଣୀ। ପ୍ରଥମ ରାଜଧାନୀ ଜଗନ୍ନାଥପୁରଠାରେ ମାଙ୍କୁ ଆଦିବାସୀ ପରମ୍ପରାରେ ପୂଜା କରାଯାଉଥିଲା। ପରେ ରାଜଧାନୀ ନବରଙ୍ଗପୁରକୁ ସ୍ଥାନାନ୍ତର କରାଗଲା। ନବରଙ୍ଗପୁର ସହରରେ ସ୍ଥାପନ ହେବା ପରେ ମାଙ୍କୁ ଶକ୍ତିପୀଠର ପରମ୍ପରା ଅନୁଯାୟୀ ପୂଜା କରାଗଲା। ଉଭୟ ବ୍ରାହ୍ମଣ ଓ କେଉଟ ସମ୍ପ୍ରଦାୟର ପୂଜକ ପୂଜା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏପ୍ରିଲ ମାସରେ ପାଳିତ ହେଉଥିବା ଘଟଯାତ୍ରା ମାଙ୍କର ମୁଖ୍ୟ ପର୍ବ ଅଟେ। ମନ୍ଦିରର ଉଚ୍ଚତା ରହିଛି 60 ଫୁଟ, ଓସାର ରହିଛି 40 ଫୁଟ ଏବଂ ଲମ୍ବ ରହିଛି 65 ଫୁଟ। ଏହି ନୂତନ ମନ୍ଦିର 2005ରେ ଆରମ୍ଭ ହୋଇ 2008ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ମାଙ୍କ ପୀଠ ବେଶ୍ ସୁନାମ ଅର୍ଜନ କରିଛି। ଏହାପରେ ରହିଛି ଘୁମରେଶ୍ୱର। ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସୀମାରେ ଥିବା ଦୁଇଟି ପାହାଡ଼ ମଝିରେ ଏକ ଗୁମ୍ଫା ମଧ୍ୟରେ ରହିଛି ପ୍ରଭୁ ଘୁମରେଶ୍ୱରଙ୍କ ପୀଠ। ଏହାପରେ ରହିଛି ଚନ୍ଦନଧାରା। ପାହାଡ଼, ଝରଣା, ଜଳଭଣ୍ଡାର ଓ ଜଳପ୍ରପାତର ଜିଲ୍ଲା। ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ରହିଛି ଛୋଟ ବଡ଼ ଝରଣା ଓ ଜଳପ୍ରପାତ। ତନ୍ମଧ୍ୟରୁ ଝରିଗାଁ ବ୍ଲକର ବଡ଼ିଟେମରା ପାୟତର ଚନ୍ଦନଧାରା ହେଉଛି ଅନ୍ୟତମ। ଚନ୍ଦନ ଗଛ ମୂଳରୁ ଏହି ଝରଣା ବାହାରିଥିବାରୁ ଏହାର ନାଁ ଚନ୍ଦନଧାରା ରଖାଯାଇଛି। ଏହାପରେ ରହିଛି ସିଦ୍ଧେଶ୍ୱର। ସବୁଜ ବନାନୀରେ ଭରା ନବରଙ୍ଗପୁର ବ୍ଲକର ଭତ୍ରା ସିଉନି ଡଙ୍ଗର। 15 ଏକର ପରିମିତ ଅଞ୍ଚଳରେ ରହିଛି ବିଭିନ୍ନ ପ୍ରକାରର ଫଳନ୍ତି ଓ ଔଷଧୀୟ ବୃକ୍ଷ। ଏଠାରେ ଦେଖିବାକୁ ମିଳେ ଶତାଧିକ ବେଲ, ଶାଳ, ନିମ୍ବ, ତେନ୍ତୁଳି, ବାହାଡ଼ା, ହରିଡ଼ା, କଦମ୍ବ, କୁର୍ଲ, ବିଜା ଭଳି ବହୁ ମୂଲ୍ୟବାନ ଗଛ। ଏଠାକାର ବେଲଗଛର ଏକ ବିଶେଷତ୍ୱ ରହିଛି, ଏହା ହେଉଛି 10 ପତ୍ର ବିଶିଷ୍ଟ। ଥରେ ଆପଣ ଏହି ସ୍ଥାନକୁ ଆସି ବୁଲି ଯାଆନ୍ତୁ। ଏହାପରେ ରହିଛି ପୋଡ଼ାଗଡ଼ ହାତବନ୍ଧା ପଥର। ଐତିହାସିକ ପାହାଡ଼ ପୋଡ଼ାଗଡ଼ ଇତିହାସର ମୁକ ସାକ୍ଷୀ। କିମ୍ବଦନ୍ତୀ କହେ 5ମ ଶତାବ୍ଦୀରେ ଏଠାରେ ନନ୍ଦବଂଶୀୟ ରାଜାମାନେ ଶାସନ କରୁଥିଲେ। ଏଠାରେ ସେମାନଙ୍କର ରାଜଧାନୀ ପୁଷ୍କର ଥିଲା। ନନ୍ଦବଂଶର ପତନ ବେଳକୁ କୌଣସି କାରଣରୁ ଏଠାରେ ନିଆଁ ଲଗାଇ ଦିଆଯାଇଥିଲା। ଏହି ଗଡ଼ ପୋଡ଼ିଯିବାରୁ ଏହାର ନାମ ପୋଡ଼ାଗଡ଼ ରଖାଗଲା। ଓଡ଼ିଶା ଛତିଶଗଡ଼ ସୀମାରେ ଥିବା ଏହି ଐତିହାସିକ ପର୍ଯ୍ୟଟନସ୍ଥଳୀର ଦୂରତା ଉମରକୋଟଠାରୁ ମାତ୍ର 22 କିଲୋମିଟର। ଏହାପରେ ରହିଛି ହିର୍ଲି ଡଙ୍ଗର। ନବରଙ୍ଗପୁର ସହରଠାରୁ ମାତ୍ର 2 କିଲୋମିଟର ଦୂରରେ ରହିଛି
ହିର୍ଲି ଡଙ୍ଗର ଡଙ୍ଗର ମାନେ ଆଦିବାସୀ ଭାଷାରେ ପାହାଡ଼। ସହରର କୋଳାହଳ ଠାରୁ କିଛି ଦୂରରେ ଥିବା ଏହି ପାହାଡ଼ ଉପରେ ଠିଆ ହେଲେ ଦେଖାଯାଏ ସମ୍ପୂର୍ଣ୍ଣ ସହର। ଏହି ଦୃଶ୍ୟ ଦେଖିବା ପାଇଁ ପାହାଡ଼ ଉପରେ ତିଆରି କରାଯାଇଛି 3ଟି ଭ୍ୟୁ ପଏଣ୍ଟ। ହିର୍ଲିଂ ଡଙ୍ଗରର ଉଚ୍ଚତା ରହିଛି 150 ଫୁଟ। ବଣଭୋଜି ନିମନ୍ତେ ଏହା ଏକ ସୁନ୍ଦର ସ୍ଥାନ। ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ଫୁର୍ସତ ମିଳିଲେ ଏଠାକୁ ଛୁଟି କଟାଇବାକୁ ଆସନ୍ତି। ଏହାପରେ ରହିଛି ମୃଗ ବିହାର। ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳ ହେଉଛି ପାପଡ଼ାହାଣ୍ଡିର ମୃଗ ବିହାର। ଏହାକୁ ମିଳିଛି ରାଜ୍ୟର କ୍ଷୁଦ୍ରତମ ଚିଡ଼ିଆଖାନାର ମାନ୍ୟତା। 30 ବର୍ଷ ପୂର୍ବେ ମାତ୍ର 2ଟି ହରିଣରୁ ଆରମ୍ଭ ହୋଇଥିଲା ଏହି ଚିଡ଼ିଆଖାନା। ଏଠାରେ ଏବେ ଅଛନ୍ତି 200 ହରିଣ। ତେବେ ଏହା ଥିଲା ନବରଙ୍ଗପୁର ଜିଲ୍ଲାକୁ ନେଇ ସମ୍ପୂର୍ଣ୍ଣ ଡିଟେଲ୍ସ। ନବରଙ୍ଗପୁର ଜିଲ୍ଲା ସହ ଜଡ଼ିତ ଆଜିର ଏହି ଇନଫର୍ମେସନଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆପଣଙ୍କୁ ଆଜିର ଏହି ଇନଫର୍ମେସନଟି କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଆଉ କେଉଁମାନେ ନବରଙ୍ଗପୁର ଜିଲ୍ଲାରୁ ଏହି ଭିଡ଼ିଓଟିକୁ ଦେଖୁଛନ୍ତି ସେମାନେ ମଧ୍ୟ ମୋତେ କମେଣ୍ଟରେ ମେନସନ୍ କରନ୍ତୁ। ଆମ ଦେଶ ଦୁନିଆ ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।